ମୋର ପ୍ରିୟ ଶ୍ରଦ୍ଧେୟ ଛାତ୍ରୀମାନେ, ଚିନ୍ତାର କାରଣ ହେଉଛି ପରିବାର ମଧ୍ୟରେ ଯୋଗାଯୋଗର ଅଭାବ। ଯେତେବେଳେ ପିତାମାତା ସେମାନଙ୍କ ପିଲାମାନଙ୍କ ସହିତ ଖୋଲାଖୋଲି କଥା ହୁଅନ୍ତି ନାହିଁ ଓ ସେମାନଙ୍କର ମାନସିକ ସମସ୍ୟାକୁ ବୁଝିବା ପାଇଁ ସମୟ ନିଅନ୍ତି ନାହିଁ, ସେତେବେଳେ ଯୁବକମାନେ ଭୁଲ ସ୍ଥାନରେ ସେମାନଙ୍କ ସମସ୍ୟାର ସମାଧାନ ଖୋଜିବା ଆରମ୍ଭ କରନ୍ତି। ନିଶା କେବଳ ବ୍ୟକ୍ତିକୁ ନୁହେଁ, ବରଂ ସମଗ୍ର ପରିବାରକୁ ଭାଙ୍ଗିଦିଏ। ନିଶାର ସବୁ ପ୍ରକାର ନିଶାଗ୍ରସ୍ତଙ୍କ ମଧ୍ୟରେ ସୀମିତ ନୁହେଁ, ଏହା ସମଗ୍ର ପରିବାରକୁ ପ୍ରଭାବିତ କରେ। ପିତାମାତାଙ୍କର ଆଶା ଭାଙ୍ଗିଯାଏ, ଯେପରି ଭାଇ ଭଉଣୀମାନଙ୍କର ମଧ୍ୟ, ଯେଉଁମାନେ ଆଜି ଶିକ୍ଷାୟତନକୁ ଆସି ନିଶାରେ ମାତି ରହୁଛନ୍ତି, ସେମାନଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଗତି କରେ। କହିବା କଥା ହେଉଛି, ଭବିଷ୍ୟତ ପ୍ରଭାବିତ ହୁଏ ଓ ଆର୍ଥିକ ସୁସ୍ଥତା ମଧ୍ୟ ହ୍ରାସ ପାଏ। ଜଣେ ବ୍ୟକ୍ତିଙ୍କ ଦକ୍ଷତା ଧୀରେ ଧୀରେ ହ୍ରାସ ପାଏ, ଶିକ୍ଷା ହ୍ରାସ ପାଏ, ଚାକିରି ବିପଦରେ ପଡ଼ିଯାଏ। ନିଶା ପ୍ରାୟତଃ ଚୋରି, ହିଂସା ଓ ଅନ୍ୟାନ୍ୟ ଅପରାଧ ଆଡ଼କୁ ନେଇଯାଏ। ଏହି କାରଣରୁ ନିଶା କେବଳ ସ୍ୱାସ୍ଥ୍ୟ ପାଇଁ ବିପଦ ନୁହେଁ, ବରଂ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ମଧ୍ୟ ବିପଦ। ତେଣୁ ନିଶାଠାରୁ ଦୂରେଇ ରହିବା ଓ ଅନ୍ୟକୁ ଦୂରେଇ ରଖିବା ହେଉଛି ଆଜିର ଯୁବପିଢ଼ିମାନଙ୍କର ଗୁରୁ ଦାୟିତ୍ୱ। ଏଥିପାଇଁ ତୁମେମାନେ ସଚେତନ ହେବା ଆବଶ୍ୟକ ରହିଛି। ତୁମମାନଙ୍କ ସଫଳ କାମନା କରି ରହୁଛି। ଧନ୍ୟବାଦ।